ତ ସାଧା ଇଡଲି ଖାଇକି ଆପଣଙ୍କୁ ବିରକ୍ତ ଲାଗିବନି। ଘରେ ବି ପିଲାମାନେ ସବୁବେଳେ ସାଧା ଇଡଲି ଖାଇଲା ବେଳେ ତା ସହିତ ତରକାରୀ ଦିଅ, ଚଟଣି ଦିଅ, ସାମ୍ବର ଦିଅ ଏସବୁ କୁହନ୍ତି। କିନ୍ତୁ ଆପଣ ଯଦି ଏ ପ୍ରୋସେସ୍ରେ କରିବେ ତାହେଲେ ଆପଣଙ୍କୁ ଆଉ ଇଡଲି ସହିତ ଆଉ କିଛି ମଧ୍ୟ ଦରକାର ନାହିଁ। ତେବେ ଚାଲନ୍ତୁ ପ୍ରସ୍ତୁତ କରିବା। ତ ମୁଁ ଏଥିରେ କ'ଣ କ'ଣ ନେଇଛି ସବୁ ଆଗକୁ ଦେଖିନେବା। ତ ରାଗ ଇଡଲି ବା ସ୍ପାଇସି ଇଡଲି ବନେଇବା ପାଇଁ କ'ଣ କ'ଣ ଦରକାର ଆଉ କିପରି ବନାଯାଏ ଚାଲନ୍ତୁ ଦେଖିନେବା। ନମସ୍କାର ଦର୍ଶକ ବନ୍ଧୁ। ତ ଆଜି ଆମେ ବନେଇବା ସ୍ପାଇସି ଇଡଲି ବା ରାଗ ଇଡଲି, ମସଲା ଇଡଲି ମଧ୍ୟ କହିପାରିବା। ତ ଏଥିରେ ଦେଖନ୍ତୁ ମୁଁ କ'ଣ ନେଇଛି ନା ଗୋଟେ ବାଉଲ୍ ବିରି ନେଇଛି, ତା ସହିତ 2 ବାଉଲ୍ ସୁଜି ନେଇଛି, ଅର୍ଥାତ୍ 1:2 ମାପରେ ମୁଁ ନେଇଛି। ତ ଆମେ ଆକୁ କ'ଣ କରିବା ନା ପ୍ରଥମେ ଆକୁ ବତୁରେଇ ଦେବା। ଦେଖନ୍ତୁ ମୁଁ ବାଟି ଦେଇଛି। ପେଷ୍ଟଟିକୁ ବେଶୀ ପତଳା କରିବେନି, ବହଳା ରଖିବେ। ତାକୁ ମୁଁ 15 ମିନିଟ୍ ପାଇଁ ଘୋଡ଼େଇକି ରଖିଦେବି। ବର୍ତ୍ତମାନ ଆମେ ନେକ୍ସଟ ପ୍ରୋସେସ୍କୁ ଯିବା। ଅଦା, ଲୁଣ, କଞ୍ଚାଲଙ୍କା, ଜିରା ଏସବୁକୁ ମୁଁ କ'ଣ କରିବି ନା ସେଇ ବଟାରେ ପକାଇଦେବି। ଗାଜରଟିକୁ ମୁଁ କୋରି ନେଇଛି, ଅଦାଟିକୁ ମଧ୍ୟ ହାଫ୍ ଇଞ୍ଚ ଅଦାକୁ ମଧ୍ୟ କୋରି ନେଇଛି। ମୁଁ 2 ଜଣ ପାଇଁ ପ୍ରସ୍ତୁତ କରୁଛି, ତେଣୁ ମୁଁ ଅଳ୍ପ ମାତ୍ରାରେ ନେଇଛି। ଆପଣ ଯେତେ ଜଣ ପାଇଁ ପ୍ରସ୍ତୁତ କରିବେ ସେ ଅନୁସାରେ ଜିନିଷକୁ ପକାଇବେ। ତ ଚାଲନ୍ତୁ ଗୋଟେ ଗୋଟେ କରି ଏସବୁକୁ ପକାଇଦେବା। ଦେଖନ୍ତୁ ମୁଁ ପକାଇଦେଲି। ତାକୁ ଭଲ ଭାବରେ ମିଶାଇ ମଧ୍ୟ ଦେବା। ଦେଖନ୍ତୁ ମିଶାଇ ନେଉଛି, ମୁଁ ଭଲ ଭାବରେ ମିଶାଇ ନେଉଛି। ପୁଣି ଆମେ କ'ଣ କରିବା, ଆକୁ 15 ମିନିଟ୍ ପାଇଁ ଘୋଡ଼େଇକିନା ରଖିଦେବା, ଯାହାଫଳରେ ଗାଜର, କଞ୍ଚାଲଙ୍କା, ଜିରା ଏସବୁର ବାସ୍ନା ସେଇ ବଟା ଭିତରେ ମିଶିଯିବ ଏବଂ ସ୍ୱାଦକୁ ବଢ଼େଇବ। ତ ଆମେ ବର୍ତ୍ତମାନ କ'ଣ କରିବା, ଦେଖନ୍ତୁ ମୁଁ ଇଡଲି ଛାଞ୍ଚ ନେଇଯାଇଛି। ତ ଏଥିରେ ହାଲକା ହାଲକା ତେଲ ଲଗାଇଦେବା। ତେଲ ଲଗାଇଲା ଫଳରେ କ'ଣ ହୁଏ ନା ଛାଞ୍ଚରେ ପିଠାଗୁଡ଼ିକ ଲାଗିକି ରହିବନି ଏବଂ ପିଠାଗୁଡ଼ିକ ବାହାରିବାରେ ମଧ୍ୟ ଭଲ ସୁବିଧାରେ ବାହାରିଯିବ। ବର୍ତ୍ତମାନ ମୁଁ ପକାଉଛି। ଏହିଭଳି ଭାବରେ ସବୁଗୁଡ଼ାକ ପକାଇ ନେବା। ମୁଁ ରେଡ଼ି କରିଦେଲି, ସବୁଗୁଡ଼ାକରେ ପକାଇଦେଲି। ତ ଏବେ ପାଣି ଗରମ କରିକି ଇଡଲିକୁ ସିଝେଇବା। ପାଣି ମୁଁ ବସାଇ ଦେଇଛି, ଚାଲନ୍ତୁ ଢାଙ୍କୁଣି କାଢ଼ି ଦେଖିବା। ଦେଖନ୍ତୁ ପାଣି କେମିତି ଫୁଟି ଯାଇଛି, ଜୋରସେ ସେ ଭିତରୁ ହାୱା ବାହାରୁଛି। ତ ଆମେ ଇଡଲି ଗୁଡ଼ିକୁ ପକାଇବା, ସିଝିବା ପାଇଁ ମଣ୍ଡିବା, ଗୋଟି ଗୋଟି କରି ରଖିବା। ଢାଙ୍କୁଣି ଦେଇଦେବା, 20ରୁ 25 ମିନିଟ୍ ପାଇଁ ସିଝିବାକୁ ଛାଡ଼ିଦେବା। ଆମର ତ ଲାଗୁଛି ପ୍ରସ୍ତୁତ ହୋଇଯାଇଥିବ। ଚାଲନ୍ତୁ ଢାଙ୍କୁଣି ଖୋଲି ଦେଖିବା। ସୁନ୍ଦର ଭାବେ ପ୍ରସ୍ତୁତ ହୋଇଯାଇଛି। ବର୍ତ୍ତମାନ ଆମେ ଆକୁ ପ୍ଲେଟ୍କୁ କାଢ଼ି ନେବା। ଆମର ପ୍ରସ୍ତୁତ ହୋଇଗଲା ଇଡଲି। ମସଲା ଇଡଲି କହିପାରନ୍ତି, ସ୍ପାଇସି ଇଡଲି କହିପାରନ୍ତି ବା ଭେଜିଟେବୁଲ୍ ମିଶା ଇଡଲି ମଧ୍ୟ କହିପାରନ୍ତି। ଦେଖନ୍ତୁ କେତେ ସଫ୍ଟ ହେଇଛି, ପୁରା ସ୍ପଞ୍ଜି, ଖାଇବାକୁ ବହୁତ ବଢ଼ିଆ ଲାଗିବ। ମସଲା ଇଡଲି ତ ସମସ୍ତେ ଘରେ ଖାଆନ୍ତି, କିନ୍ତୁ କେହି ମଧ୍ୟ ଏଇଭଳି ଇଡଲି ଖାଇନଥିବେ। ଯଦି ଆପଣଙ୍କୁ ମୋର ଏ ପ୍ରୋସେସ୍ଟା ପସନ୍ଦ ଆସିଛି ତାହେଲେ ନିହାତି ଭାବରେ ଘରେ ବନାନ୍ତୁ। ଆଉ ମୋ ଚ୍ୟାନେଲକୁ ଲାଇକ୍ ଆଉ ସେୟାର କମେଣ୍ଟ ମଧ୍ୟ କରନ୍ତୁ, ଯାହାଫଳରେ ମୁଁ ନୂଆ ନୂଆ ଆଇଟମ୍ ଆପଣମାନଙ୍କ ପାଇଁ ଆଗକୁ ନେଇ ଆସିବି। ହଁ, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେନି। ନୂଆ ଭିଉଅର୍ସ ମାନେ ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।